ଆଉ ଏକ ସୁନ୍ଦର ପୀଠ ଗଦାଧର ପୀଠ। ଏହି ପୁଣ୍ୟତୋୟା ନଦୀ ଚିତ୍ରୋତ୍ପଳା ନଦୀ କୂଳରେ ଏହି ଗଦାଧର ପୀଠ। ସୁନ୍ଦର ବଟ ମହାବୃକ୍ଷ ଯାହାକୁ ଆମେ କହିବା, ବହୁ ପୁରାତନ ସମୟରୁ ଏ ବୃକ୍ଷଟି ଏଇଠାରେ ରହି ଆସିଛି। ଏହି ପୁଣ୍ୟତୋୟା ନଦୀ ନିକଟରେ ପୁଣ୍ୟତୋୟା ନଦୀ, ଯାହାର ବାଲୁକା ସଜ୍ଜା ଆପଣ ମାନେ ଦେଖିପାରୁଥିବେ। ଗଦାଧରଙ୍କ ପୀଠ। ଆସନ୍ତୁ ଚିତ୍ରୋତ୍ପଳା ନଦୀ, ଯାହାକୁ ଏଠି ପୁଣ୍ୟତୋୟା ନଦୀ ବୋଲି କହୁଥାନ୍ତି। ବାରେଣୀ ଯାତ୍ରାର ବିଷୟରେ ଆମେମାନେ ଜାଣିଛେ ପୂର୍ବ ଭିଡ଼ିଓ ମାନଙ୍କରେ। ଏ ହେଉଛି ସେହି ପୁଣ୍ୟତୋୟା ନଦୀ। ପରିବେଶ ଗଦାଧର ପୀଠ। ଏହି ଗଦାଧର ପୀଠକୁ ଆଜି ଆମମାନେ ଆସିଛେ କିଛି ଜାଣିବା, ଏ ପୀଠର ରହସ୍ୟ, ଏ ପୀଠର ଐତିହ୍ୟ, କ'ଣ ପାଇଁ ଏ ଗଦାଧର ପୀଠ ବୋଲି ନାମକରଣ କରାଯାଇଛି। ଏହି ତ ଆମ ଐତିହ୍ୟ। ଅତୀତର ଏହି ସୁନ୍ଦର ବରଗଛଟି, ଶ୍ରଦ୍ଧାଳୁମାନେ ବସିବା ପାଇଁ ସୁନ୍ଦର ବ୍ୟବସ୍ଥା ଅଛି, ପିଲାମାନଙ୍କ ଖେଳିବା ପାଇଁ। ଏ ବୃକ୍ଷ ବିଶାଳ ବୃକ୍ଷ, ଯେଉଁ ବୃକ୍ଷରେ ଜୟ ମା ଚିତ୍ରୋତ୍ପଳା ଲେଖା ଅଛି, ସେଇଥିପାଇଁ ତ କୁହାହେଇଛି ମା ପୁଣ୍ୟତୋୟା। ଏଇ ଧାମର ଐତିହ୍ୟ ଅନେକ ଅଛି। ଆମେ ଏ ଧାମକୁ ଆସିଛେ ଆଜି ଆପଣମାନେ ଜାଣିବାକୁ ଚାହିଁଲେ, ସେଥିପାଇଁ ଆଜିର ଏ ଭିଡ଼ିଓ ଆପଣମାନଙ୍କ ପାଇଁ। ଆମର ମହନ୍ତ ଅଛନ୍ତି। ଏଇ ହିନ୍ଦୁ ସଂସ୍କୃତିର ମଠ ମନ୍ଦିର ଯାଇ ଯେଉଁ ଐତିହ୍ୟକୁ ଆମେ ଖୋଜୁଛେ, ତାହା ମଧ୍ୟ ଏଇ ଗଦାଧର ମଠ ନିକଟରେ ଆମେ ପାଇବା। ଆଜି ଏହି କେନ୍ଦ୍ରାପଡ଼ା ଜିଲ୍ଲାର ତଳକୃଷ୍ଣ ଗ୍ରାମକୁ ଆମେ ଆସିଛେ। ଗର୍ଦ୍ଦପୁର ବ୍ଲକ ହେଉଛି ତାର ଗର୍ଦ୍ଦପୁର। ଆମେ ଏଇ ଯେଉଁ ପୀଠକୁ ଆସିଛେ, ପୀଠର ମାହାତ୍ମ୍ୟ ଅଛି। କ'ଣ ଅଛି? ପୀଠ ଗଦାଧର ପୀଠ। ଗଦାଧର ହେଉଛନ୍ତି ଅଚ୍ୟୁତଙ୍କ ପୁତ୍ର, ତେଣୁ ତାଙ୍କର ଏଇଟା ସମାଧିର ପୀଠ। ସେ ଏଇ ଜାଗାରେ କିପରି ସମାଧି ନେଇଛନ୍ତି, ତାଙ୍କ ବିଷୟରେ ଆମେ ଜାଣିବା। ଆସନ୍ତୁ ବାବାଜୀଙ୍କ ସହ କଥା ହେବା ଏ ବିଷୟରେ। ଆଜ୍ଞା ପ୍ରଣାମ। ଆଜିର ଏଇ ଯେଉଁ ଗଦାଧର ପୀଠକୁ ଆମେ ଆସିଛେ, ଭକ୍ତମାନେ ଜାଣିବାକୁ ଚାହାନ୍ତି, ଏ ଗଦାଧର ପୀଠର ମାହାତ୍ମ୍ୟ ବିଷୟରେ ଟିକେ କିଛି କୁହନ୍ତୁ ଆଜ୍ଞା। ମାହାତ୍ମ୍ୟ ବୋଲେ ଇଏ ହେଉଛନ୍ତି ପଞ୍ଚସଖା ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ପୁତ୍ର। ଇଏ ବାପ ଆଉ ପିତାଙ୍କ ପୁତ୍ର ଭିତରେ କୌଣସି ପ୍ରକାର କିଛି ଆଭ୍ୟନ୍ତରୀଣ କନ୍ଦଳ ହେଲା, ଯାହାଫଳରେ ସେ ଏଠି ଛାଡ଼ି ପଳେଇ ଆସିଲେ କେଉଁଠୁ, ଆମର ଲେମ୍ବାଳରୁ, ତାଙ୍କ ଜନ୍ମସ୍ଥାନରୁ ଆସିକିରି ଏଇଠି ସେମାନେ ଯେଉଁଠି ରହିଗଲେ ସେଇଠି ହିଁ ସମାଧି ନେଇଗଲେ। ଆଉ ଏଇଟାରେ ହେଉଛି ତାଙ୍କର ସମାଧି ପୀଠ, ଗଦାଧରଙ୍କର ଅଚ୍ୟୁତାନନ୍ଦ ପୁତ୍ରଙ୍କର ସମାଧି ପୀଠ। ଆର ମାହାତ୍ମ୍ୟ ବୋଇଲେ ୟାକୁ ଯେଉଁମାନେ ବିଶ୍ୱାସ କରିକିରି ଚାଲୁଛନ୍ତି, ବହୁତ ଆମର ପିଲାମାନେ ଏଠିକି ଆସୁଛନ୍ତି, ଯାଉଛନ୍ତି, ପାଠ ପଢ଼ୁଛନ୍ତି, ଆଉ ସେମାନେ ଚାକିରି ବାକିରି କରିଯାଉଛନ୍ତି। ତାଙ୍କର ଗୋଟେ ବିଶ୍ୱାସ ଯେ ଆମେ ମହାପୁରୁଷଙ୍କ ପାଖରେ ଯାଉଛୁ, ନିରୋଳା ସମୟରେ ପାଠ ପଢ଼ୁଛୁ, ଆସୁଛୁ, ଆଉ ବିଭିନ୍ନ ପ୍ରକାର ସୁବିଧା ହେଉଛି। ଆଉ ଲୋକମାନଙ୍କର ବିଶ୍ୱାସ ଉପରେ ନିର୍ଭର କରୁଛି। ଆଉ ନାଇଁ, ପୀଠକୁ ଆସିକି ପିଲାମାନେ ପଢ଼ାପଢ଼ି କରୁଛନ୍ତି, ଏହା ସତ୍ୟ। ପୀଠଟିଏ ମଧ୍ୟ ସେହିପରି ହେଇଛି ଯେ ଶାନ୍ତ ପରିବେଶ। ଏ ଶାନ୍ତ ପରିବେଶରେ ତ ବସି ପାଠ ପଢ଼ିବାର ମଜା ଅଲଗା ଥାଏ। ଆସୁଛନ୍ତି ଗଦାଧର। ଏଠି ଜଣେ ମହାତ୍ମା ଆମର ସାଧୁ ଥିଲେ, ଏହାର ପ୍ରତିଷ୍ଠାତା ଏ ମଠରେ ଯିଏ କରିଛନ୍ତି। ଆଗରୁ ତ ଏତେ ସବୁ ନଥିଲା। ରାଘବାନନ୍ଦ ଦାସ ମହାରାଜ ଜୀ, ସେ ତାଙ୍କର ବହୁତ ବଡ଼ ବଡ଼ ଶିଷ୍ୟ ଅଛନ୍ତି। ସେ ଶିଷ୍ୟ କରିଥିଲେ। ସେ କିଛି ବିଦ୍ୟାର ଅଧିକାରୀ ଥିଲେ। ସେହି ସମୟରେ ସାଧୁରେ କିଛି ବିଦ୍ୟା ତାଙ୍କୁ
ଅଧିକାରୀ ଥିଲେ, ଯାହାଫଳରେ କି ଲୋକମାନେ ଆକୃଷ୍ଟ ହୋଇ ବହୁତ ଆସୁଥିଲେ ଆଉ ସେ ବିଦ୍ୟା ତାଙ୍କ ବିଦ୍ୟା ଇଏରେ ଆଉ ଠାକୁରଙ୍କର ମାହାତ୍ମ୍ୟଟା ସବୁବେଳେ ଯେତିକି ସେତିକି, ତାଙ୍କୁ ଯିଏ ଯେତିକି ବିଶ୍ୱାସରେ ଡାକୁଛି ଭାବୁଛି ତାଙ୍କ ଉପରେ ତାର ଫଳ ସେ ପାଉଛି, ବିଶ୍ୱାସ ମିଳେ ଜଗତ, ବୁଝୁଛନ୍ତି? ଏଇଆ ହେଉଛି କଥା। ଆଉ ବାହୁଲ୍ୟ ସେଗୁଡ଼ା ସବୁ ଭଲ ନୁହଁ, ଆଡ଼ୁ ସାଡ଼ୁ ଗପିବା ଅର୍ଥ ଖାଲି ନିଜର। ବହୁତ ବହୁତ ଧନ୍ୟବାଦ। ଆଉ ଟିକେ ଜାଣିବାକୁ ଥିଲା, ଆଉ ସମାଜ ପାଇଁ କିଛି ତ ବାର୍ତ୍ତା ଦିଅନ୍ତୁ ବାବାଜୀ, ବର୍ତ୍ତମାନର ବାବାଜୀ ମାନଙ୍କର କେମିତି ଚିନ୍ତାଧାରାକୁ ଦେଖୁଛନ୍ତି। ବାବାଜୀ ମାନଙ୍କ ଚିନ୍ତାଧାରା କଥା କୁହନ୍ତୁନି, ଏ ବାବାଜୀ କିଏ ଆଉ ମଣିଷ କିଏ? ସେ ମଣିଷରୁ ତ ବାବାଜୀ ହଉଛନ୍ତି ନା। କ'ଣ ତାଙ୍କ ସଂସାରରେ ପ୍ରାୟ 75% ଟିକେ କାଦୁଅ ରହିଯାଉଛି, ତେଣୁ ବାହାରକୁ ଆସିଲେ ମଠବାଡ଼ିରେ ଟିକେ କମ୍, କିନ୍ତୁ ଇଏ ମଠବାଡ଼ି ବି ବହୁତ ପ୍ରକାର ବିଭିନ୍ନ ଜାମେଲା ପରିପୂର୍ଣ୍ଣ ହେଇଗଲାଣି ବର୍ତ୍ତମାନ। ନିଜକୁ ନିଜେ ଯେତେ ସହିପାରିବ, ଧୈର୍ଯ୍ୟ ଧରିପାରିବ, ସେତିକିଟା ହିଁ ଟିକେ ଶାନ୍ତି ଲାଗୁଛି। ନହେଲେ ଆଉ ମଠରେ ବି ଆଉ ମଠ ଭଳିଆ ନାହିଁ। ମଠରେ କିଏ ବାହାଜିକି ବାହାଜି ଭଳିଆ ଆଉ ଇଏ କରୁନାହାନ୍ତି, ଗ୍ରହଣ କରୁନାହାନ୍ତି। ଇଏ କିଏ କାଉ ଖାଉଛି ପଣସ ପଗମଣ୍ଡରେ ଅଠା, ଯେମିତି ସେମିତି ବିଭିନ୍ନ ପ୍ରକାର। ଆଉ ଏତେ ଅଛି ଈଶ୍ୱର ଭକ୍ତି ଲୋକଙ୍କର ଅଛି, କିନ୍ତୁ ଈଶ୍ୱର କେଉଁଠି ଅଛନ୍ତି ବୋଲି ସେ ଖାଲି କହୁଛନ୍ତି ଯେ ଏ ପଥର ଦେହରେ ଅଛନ୍ତି, ଏ ଗଛ ଦେହରେ ଅଛନ୍ତି। ମଣିଷ ଦେହରେ ଈଶ୍ୱର ଅଛନ୍ତି ବୋଲି ପ୍ରକୃତ ଆମର ସମସ୍ତ ଶାସ୍ତ୍ର କହୁଛି। ଏ ମଣିଷକୁ କେହି ମଣିଷ ଭଲ ପାଉନାହାନ୍ତି। ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ, ଏକଥା ମଧ୍ୟ କହୁଥିଲେ, ଆମେ ପଢୁଛୁ। ତଥାପି ଏଇ ଯୋଉ ଐତିହ୍ୟ ପୀଠ କହିଲେ ମଠକୁ ବୁଝାଏ, ଆଉ ତ ମନ୍ଦିରକୁ ବୁଝାଏନି। ଐତିହ୍ୟ ପୀଠ ମଠ ମାନଙ୍କୁ ବୁଝାଏ। ତ ମୁନି ଋଷି ସେ ଯେଉଁ ସମୟରେ ଗୃହସ୍ଥ ଜୀବନରେ ଥାଇ କିମ୍ବା ଗୃହସ୍ଥ ଜୀବନ ତ୍ୟାଗ କରି ସେମାନେ ଅରଣ୍ୟକୁ ଆସିଥାନ୍ତି, କାହିଁକି ନା ଶାନ୍ତ ପରିବେଶରେ ସେମାନେ ଧ୍ୟାନ କରିବା ପାଇଁ ସନ୍ନ୍ୟାସୀ ହୋଇ ମଧ୍ୟ ସେମାନେ ଆସି ଧ୍ୟାନ କରିଥାନ୍ତି। ତେଣୁ ସେ ଏକାନ୍ତ ବାସ ସମୟରେ ତାଙ୍କର ଯେଉଁ ନିଷ୍ଠା ଯାହା ସବୁ ଥିଲା ତାଙ୍କୁ ମନେ ରଖିବା ପାଇଁ ଆଜିର ଏଇ ଯେଉଁ ମଠ ସବୁ ଅଛି, ଏହା ଆମର ଐତିହ୍ୟକୁ ବୁଝଉଛି। ଆମର ଐତିହ୍ୟ କହିଲେ ଆକୁ ହିଁ ବୁଝଉଛି। ଆଗରୁ ଥିଲେ ସାଧୁ, ସେମାନେ ୟାକୁ ବସିଥିଲେ, ଜପ କରୁଥିଲେ, ତପ କରୁଥିଲେ, ଆକୁ ସବୁ କରିଯାଇଛନ୍ତି। ଆମେ ତାଙ୍କ ପୂର୍ବଜ ଯେଉଁମାନେ ଆସିଲେ ସେ ତାକୁ ବଜାଇ ରଖିବା ଉଚିତ। ତେଣୁ ଏ ଯୋଉ ପୀଠଟି ଆମେ ପାଇଲେ ଯେ ଅଚ୍ୟୁତଙ୍କର ପୁତ୍ର ଗଦାଧର ଯେ କୌଣସି ମନମାଳିନ ଯୋଗୁଁ ସେ ଏଇ ଧାମକୁ ଆସିଥିଲେ, ଏଇଠାରେ ସେ ରହିକିରି ସମାଧି ନେଇଥିଲେ। ଏଇ ସମାଧିର ପୀଠ, ତାଙ୍କ ସମାଧିର ପୀଠରେ ଆମେ ଥାଇ ଏ ଯୁବପିଢ଼ିକୁ କ'ଣ ବା ବାର୍ତ୍ତା ଦେବା? ବାବାଜୀ ମାନଙ୍କ ସମ୍ପର୍କରେ ସେମାନେ ସେହିପରି ଯୋଡ଼ି ହେବା ଦରକାର, କାହିଁକି ନା ଆମ ଇତିହାସ ପୃଷ୍ଠଭୂମିକୁ ଆମେ ଯଦି ଓଲଟେଇବା କାଳକ୍ରମେ ଏହା ଲିଭିଯିବାକୁ ବସିଲାଣି। ଯାହା ଆପଣ ମଧ୍ୟ କହିଲେ, ବାବାଜୀ ମାନଙ୍କୁ ଆଉ ବାବାଜୀ ପରି ଦେଖୁନାହାନ୍ତି। ଏହା ଏଇ ପ୍ରକାର ଯଦି ଚାଲେ ଏ ଧାମ ଆଉ କେତେ ଦିନ ତିଷ୍ଠି ରହିବ? ଆପଣ ବିଚାର କରନ୍ତୁ। ଆଜ୍ଞା, ଏବେ ସମୟଟା ବହୁତ ଗଡ଼ିଗଲାଣି। ଆଉ ସମୟ ଯୋଉ କହୁଛନ୍ତି ତାଙ୍କୁ କହିକିରି କାହାକୁ କିଛି ପରିବର୍ତ୍ତନ କରିଦେବା, ଇଏ କିଛି ନାହିଁ। କେବଳ ଆମର ଅନୁମାନ, କେବଳ ଈଶ୍ୱରଙ୍କର ଯଦି କିଛି ଫୋକସ୍ ପଡ଼େ, ମାନେ ଅଦୃଶ୍ୟ ଶକ୍ତିର, ଇଏ ଲୋକଙ୍କର ସାଧାରଣତଃ ଲୋକଙ୍କର ଟିକେ ପରିବର୍ତ୍ତନ ହବା। ଇଏ ସାଧାରଣ ଭଲ କଥା ଗୋଟେ କହିଲେ, ତୁ ସକାଳୁ ଉଠି ଗାଧେଇକିରି ପଖାଳ ଖାଇକିରି ବିଲକୁ ଯା, ତାପରେ ଆଡ଼କୁ ଆସିବୁ, କିନ୍ତୁ ସେ କଥା ସେ ବୁଝୁନାହାନ୍ତି। କହେ ଏଥିରେ କ'ଣ ଅଛି, ଆମେ ଆଡ଼କୁ ଚାଲିଗଲା ବେଳକୁ ଘଣ୍ଟାକ ଭିତରେ ଆମର ଦିନକର ରୋଜଗାର ହେଇଯାଉଛି। ଆଉ ବୁଝୁଛନ୍ତି, ଏ କଥା ଶୁଣିବା ପାଇଁ କେହି ପ୍ରସ୍ତୁତ ବର୍ତ୍ତମାନରେ ନାହାନ୍ତି। ସମୟ ନାହିଁ, ସେଥିପାଇଁ ପ୍ରଭୁଙ୍କର ଇଚ୍ଛା। କିନ୍ତୁ ମଣିଷ ଆଉ ମାନେ ଗୋଟାଏ କଥା ହେଉଛି, ଦେଖନ୍ତୁ ଆମେ ଗୋଟାଏ ଧାରାର ଯାଉଛୁ, କିନ୍ତୁ ଆମେ ଯଦି ଧାରାଟା ଆମେ ଦେଖୁଛୁ ଏ ଜୀବଜଗତ ପାଇଁ ଖୁବ୍ ବଢ଼ିଆ, ଭଲ, କିଏ ଆପଣ ବି ଅନୁଭବ କରୁଛନ୍ତି, କିନ୍ତୁ ସେଥିରେ ନ ଯାଇକିରି ସେଇଟା ଥଟ୍ଟା ପରିହାସ ଭଳିଆ କଥା, ଏମିତି ହେଲେ ଏମିତି ହେଇଯିବ, ଏମିତି ହେଲେ ସେମିତି ହେଇଯିବ, ଏଇ ସବୁ ଏଥିରେ ବି ହ୍ରାସ ହେବା କଥା ନୁହେଁ। ପ୍ରକୃତ ସାଧୁ ହ୍ରାସ ହେବା କଥା ନୁହେଁ। କ'ଣ ନ ଜାଣନ୍ତୁ, ଆମର କହିବା କଥା, ଆମେ ଭଲ କଥାଟା କହୁଛୁ। ଓହୋ, କିଏ କେତେବେଳେ କ'ଣ କରୁଥିଲା, ଆଉ ଯିଏ ଜାଣିଲା ପରେ ଆଉ କ'ଣ ଭୁଲ କରିବାଟା ହେଉଛି ମହାଦୋଷ ହବା। ନିଶ୍ଚିନ୍ତ। ଯାହା ହେଉ, ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଆମେ ଚେଷ୍ଟା କରୁଛୁ ଏ ପୀଠକୁ ଯାହା ଆମେ ଆସିକିରି ଦେଖିଲୁ, ଏ ଧାମଟି ଯାହା ଯେମିତି ଅଛି ଠିକଠାକ ଅଛି, କିନ୍ତୁ ଆକୁ ସେହିପରି ରୂପରେଖ ଦିଆଯାଇ ନାହିଁ। ଇଏ ହେଉଛି ବଡ଼ ବିଚିତ୍ର କଥା। ଯେଉଁ ସୁନ୍ଦର ଐତିହ୍ୟମାନ ଆମର ସବୁ ରହିଛି, ଏଇ ଚିତ୍ରୋତ୍ପଳା ନଦୀ, ମହାପୁଣ୍ୟତୟା ନଦୀ ନିକଟରେ ଅନେକ 12 ଗୋଟି ଐତିହ୍ୟ ପୀଠ ଅଛି ଆମେ ଯାହା ଦେଖିକି ଆସିଛୁ। ତେଣୁ ଆପଣମାନେ ବିଚାର କରିବେ ଆଗକୁ କ'ଣ ସବୁ ଏ ପୀଠମାନଙ୍କର କରାଯିବ। ଆଚ୍ଛା ବାବା, ଏଇ ଯେଉଁ ପାର୍ଶ୍ୱ ଦେବତା ଭାବରେ ମା କାପରଚଣ୍ଡୀ, କ'ଣ ତାଙ୍କ ବିଷୟ ଟିକେ କହୁନାହାନ୍ତି?
କାପଡ଼ଚଣ୍ଡୀ ଥିଲେ ଏ ଗୋଟେ ଗ୍ରାମ ଥିଲା କି କ'ଣ ଥିଲା ସେ କଥା ସେ ଜାଣନ୍ତି। ଏଠିକାର ଇଷ୍ଟଦେବୀ ଥିଲେ ଏଇ ଯେଉଁ ମହାରାଜା ଆମର ଥିଲେ ଆଜ୍ଞା ସେ ତାଙ୍କୁ ନଦୀ ଗର୍ଭରୁ ଉଦ୍ଧାର କରିକିରି ଏଠି ସ୍ଥାପନ କରିଛନ୍ତି ଇଷ୍ଟଦେବୀ ବୋଲି ଆମର କୁହାଯାଉଛି। ଗଦାଧର ପୀଠର ଇଷ୍ଟଦେବୀ କାପଡ଼ଚଣ୍ଡୀ। କାପଡ଼ଚଣ୍ଡୀ ଇଏ ହେଉଛନ୍ତି ଗଦାଧର ଅଚ୍ୟୁତାନନ୍ଦଙ୍କ ପୁତ୍ର। ପୁତ୍ର। ଅଚ୍ୟୁତାନନ୍ଦ କେତେଟା ପୁତ୍ର ଥିଲେ? ଆମେ ତ ଜାଣିବା ଭିତରେ ଏ ଗଦାଧର ଥିଲେ ଜଣେ। ଏଇ ଅଚ୍ୟୁତଙ୍କ ପୁତ୍ର ଗଦାଧରଙ୍କ ସମାଧିପୀଠ ଇଏ ହେଉଛନ୍ତି ଗଦାଧର। ଆମେ ଅଚ୍ୟୁତଙ୍କ କଥା ଜାଣିଛେ, ଅଚ୍ୟୁତଙ୍କ ବିଷୟରେ କିବା ନ ଜାଣେ, କିନ୍ତୁ ଗଦାଧରଙ୍କ ବିଷୟରେ ମଧ୍ୟ ହୁଏତ ତାଙ୍କ ପୀଠକୁ ଆମେ ଆସିନଥିଲେ, ଆଜି ଆସିକିରି ତାଙ୍କ ପୀଠକୁ ଆମେ ଦେଖିଲେ ବା ଜାଣିଲେ। ଏହି ପୀଠକୁ ଆପଣମାନେ ଆସନ୍ତୁ। ଏହା ଚିତ୍ରୋତ୍ପଳା ନଦୀ କୂଳରେ ଅବସ୍ଥିତ। ଯଜ୍ଞ କରାଯାଏ। ଜ୍ୟେଷ୍ଠ ପୂର୍ଣ୍ଣିମା ଆମର ଜ୍ୟେଷ୍ଠ ପୂର୍ଣ୍ଣିମାରେ ଆନୁଆଲ ଫଙ୍କସନ୍। ଆଜ୍ଞା ଆଉ ତାପରେ କାର୍ତ୍ତିକ ମାସରେ ରାହାସ ହୁଏ। ଏଇ ଜାଗାରେ ରାସ ହୁଏ ଆଉ ନାମ ସଂକୀର୍ତ୍ତନ ହେରିକା ହୁଏ ସବୁ। ଆଜ୍ଞା ଶ୍ରଦ୍ଧାଳୁ ମାନେ ମଧ୍ୟ ଆସନ୍ତି ବହୁତ ପରିମାଣରେ ଆସନ୍ତି। ଆଜ୍ଞା ରୋଗ ବ୍ୟାଧି ହେଲେ ଛୋଟ ପିଲା ହୁଅନ୍ତୁ ବା ବଡ଼ ମଣିଷ କେହି ଆସନ୍ତି କି ସେମିତି କିଛି ଆମେ ଜାଣିଛୁ ଲୋକମାନେ ଭଲ ହେବା ପାଇଁ ନିଅନ୍ତି। ମାନେ ଥିଲେ ଯେତେବେଳେ ଆଜ୍ଞା ସେଇ ସମୟରେ କିଏ କିଏ ଡୋରିଆ କିଏ ଝଡ଼ା ଫୁଙ୍କା ଏମିତି କରନ୍ତି ଆସନ୍ତି ବର୍ତ୍ତମାନ ବହୁତ। ସେଇ ସମୟରେ ଯେତେବେଳେ ସାଧୁ ମହାପୁରୁଷ ଥିଲେ ସେଇ ସମୟରେ ଆସୁଥିଲେ। ବର୍ତ୍ତମାନ କିନ୍ତୁ ଆପଣମାନେ କେହି ଯଦି ଏମିତି ବସିବା ପାଇଁ ଉଠିବା ପାଇଁ ଆଜ୍ଞା ଭଜନ କୀର୍ତ୍ତନ କରିବା ପାଇଁ। ହଉ ଆଜ୍ଞା ବହୁତ ବହୁତ ଧନ୍ୟବାଦ। ସେଇ ଅତୀତର କଥା ଆଜି ମନେ ପକାଉଛି ଆମର ସେଇ ଗଦାଧରଙ୍କ କଥା। ଯାହା ବି ହଉ ଆସନ୍ତୁ ଆଜିର ଭିଡ଼ିଓଟିକୁ ଏଇଠି ଆମେ ଶେଷ କରିବା। ଧନ୍ୟବାଦ।